ମୁଁ ସମସ୍ତଙ୍କୁ ଗୋଟେ କଥା କହୁଛି, ମାନେ ଦୁନିଆରେ କାହା ଉପରେ ଅଧିକା ଭରସା ବିଶ୍ୱାସ କିଛି ବି କରିବେନି। କାରଣ ଯେତେ ଯାହା ଉପରେ ଭରସା ବିଶ୍ୱାସ ଅଧିକା କରିବେ ସେ ଲୋକ ହିଁ କଷ୍ଟ ଦବ। ମୁଁ କାହା କଥା କହୁନି, ମୋ କ୍ରିଷ୍ଣା କଥା ମୁଁ କହୁଛି। ମୋ ଦେହ ଭଲ ନାହିଁ ଆଜି। ମୁଁ କ୍ରିଷ୍ଣାକୁ କେତେବେଳରୁ ଡାକୁଛି, କ୍ରିଷ୍ଣା ଟିକେ ଆମ ପାଖରେ ବସିବୁ, ଟିକେ ମୋତେ ଭଲ ଲାଗିବ। କିନ୍ତୁ ସେ ଖେଳର ବ୍ୟସ୍ତ, ମାଆକୁ ଟିକେ ପଚାରୁନି, ଆସୁନି। ଟିକେ ଅନେଇବାକୁ ବି ଆସୁନି। ତ ମୋତେ ବହୁତ କଷ୍ଟ ଲାଗିଲା ତାର ଏମିତି ବ୍ୟବହାର। ଭାବିଥିଲି ମୋ କ୍ରିଷ୍ଣା, ମୋର ତ କେହି ନାହାନ୍ତି, ମୋ କ୍ରିଷ୍ଣା ଟିକେ ମୋତେ ସାହା ହବ। ସେ ବି ପଚାରିଲାନି ଶେଷରେ। ମୋର ଏ ଭିଡ଼ିଓଟା କିଏ ଦେଖିକି ନିଶ୍ଚୟ ଖରାପ ଭାବିଥିବେ, କାହା ମନକୁ ବି କଷ୍ଟ ଦେଇଥିବ। ଆକ୍ଚୁଆଲି ମୋର ଏମିତି କହିବାର କିଛି ବି ଉଦ୍ଦେଶ୍ୟ ନାହିଁ, ଖାଲି ଏତିକି ଯେ ପ୍ରକୃତ କଥା ହେଲା, ଯଦି ଜଣେ ନିଜର ଲୋକ ପାଖରେ ନଥାଏ ଆଉ ସେଇ ସମୟରେ ନିଜର ଦେହ ଖରାପ ହେଇଥାଏ ନା, ତ ସେ କଷ୍ଟ କେମିତିଆ ସେ ଯେ ଜାଣିଛି ସେ ଜାଣିଛି। ତ ସତ କଥା ହେଲା, ମୋର ଅତି ଆପଣାର ମୋ ମା। ମୁଁ କେବେ ଶାଶୁ କହିନି, ମା ବୋଲି କୁହେ। ସେ ଆଜି ନାହାନ୍ତି, ତୀର୍ଥରେ ଯାଇଛନ୍ତି ସମସ୍ତେ, ଆମର ପରିବାର, ଆମର କାକା 3 ଜଣ, ବାପା 3 ଜଣ ଯାଇଛନ୍ତି। ବାପା 3 ଜଣ ଆଉ ମା 3 ଜଣ ସମସ୍ତେ ତୀର୍ଥରେ ଯାଇଛନ୍ତି। ତ ସେଇଠି 1 ତାରିଖରୁ ଗଲେଣି। ତ ମୁଁ ହସିବା କଥା ହେବା ସବୁ କରୁଛି, ହେଲେ ବି ମୋ ମନ ତାଙ୍କ ପାଖରେ ଅଛି। ମୋତେ କେମିତି ଗୋଟେ ଅଜୀବ ଲାଗୁଛି, ବହୁତ କଷ୍ଟ ହେଉଛି। ଆଉ ସେ ମୋର ସବୁ କିଛି। ମୋ ମା ପରେ ଯଦି ମୋତେ ଅଧିକା ଭଲ ପାଇବା କିଏ ଦେଇଥାଏ, ସେ ହେଉଛନ୍ତି ମୋ ଶାଶୁ। ତାଙ୍କ ବିନା ମୁଁ ଗୋଟେ ମୁହୂର୍ତ୍ତ ରହିବା ବହୁତ କଷ୍ଟ। ତ ଆଜି ମୋ ଦେହ ଭଲ ନାହିଁ। କ୍ରିଷ୍ଣାକୁ, ମୋତେ ତ ମୋ ଜୀବନ ମୋ କ୍ରିଷ୍ଣା, କିନ୍ତୁ ମୋ କ୍ରିଷ୍ଣା ଆଜି ଟିକେ ମୋ କଥା ମାନିଲାନି ବୋଲି ମୁଁ ଏମିତି କହିଦେଲି, କେହି ବି ଖରାପ ଭାବିବେନି। ଏଇଟା ହେଉଛି ମୋ ମନର କୁହଟାକୁ ମୁଁ ପ୍ରକାଶ କରିଦେଲି। ମା ବାପା, ତମେ ଜଲ୍ଦି ପଳେଇ ଆସ, ବହୁତ ମିସ୍ କରୁଛି ମୁଁ ତମକୁ, ତମର ଭଲ ପାଇବାକୁ ସବୁ କିଛି। କାରଣ ମୁଁ ଏକା ବୋକା ହେଇଯାଇଛି ପୁରା। କାରଣ ମୁଁ ତ ଜାଣିଛ କେତେ କଲକଲିଟା, କେତେ କଥା ହୁଏ, କେତେ ଗପୁଡ଼ି, ମୁଁ ପୁରା ଚୁପ୍ ହେଇଯାଇଛି। ପ୍ଲିଜ୍ ମା, ପଳେଇ ଆସ, ପ୍ଲିଜ୍ ଜଲ୍ଦି ଭଲରେ ପଳେଇ ଆସ। ଆମେ ଆଗ ଭଳି ପୁଣି ମଜା କରିବା। ମୋତେ ବହୁତ ଏକା ଲାଗୁଛି ମା, ବହୁତ ଏକା ଲାଗୁଛି।